ଜୈବିକ ଚାଷ ମିଶନ ସମ୍ବନ୍ଧୀୟ ତାଲିମ ଶିବିର ବ୍ରାହ୍ମଣୀ ଗାଁଠାରେ ଅନୁଷ୍ଠିତ ହୋଇଥିଲା। ଦର୍ଶକ ବନ୍ଧୁ, କୃଷି ଓ କୃଷକ ସଶକ୍ତିକରଣ ବିଭାଗ ଆନୁକୂଲ୍ୟରେ ରାଜ୍ୟ ଯୋଜନା 2025-26 ଅନ୍ତର୍ଗତ ବଳଭଦ୍ର ଜୈବିକ ଚାଷ ମିଶନ ସମ୍ବନ୍ଧୀୟ ତାଲିମ ଶିବିର ବ୍ରାହ୍ମଣୀଗାଁ ଗ୍ରାମପଞ୍ଚାୟତରେ ଅନୁଷ୍ଠିତ ହୋଇଥିଲା। ଏଠାରେ ଦାରିଙ୍ଗବାଡ଼ି ବ୍ଲକର 8 ଗୋଟି ଗ୍ରାମପଞ୍ଚାୟତରୁ ଚାଷୀଭାଇମାନେ ଉପସ୍ଥିତ ଥିଲେ। କିପରି କେମିତି ବଳଭଦ୍ର ଜୈବିକ ଚାଷ ଗ୍ରାମାଞ୍ଚଳରେ କାର୍ଯ୍ୟକାରୀ ହୋଇପାରିବ, ଅଧିକ ମାତ୍ରାରେ କୀଟନାଶକ ସାରକୁ ତ୍ୟାଗ କରି କିପରି ଚାଷୀ ଜୈବିକ ଖତକୁ ଅଧିକ ମାତ୍ରାରେ ଚାଷ ଜମିରେ ବ୍ୟବହାର କରି ଲାଭବାନ ହୋଇପାରିବ, ସେଥିନିମନ୍ତେ ଦାରିଙ୍ଗବାଡ଼ି ବ୍ଲକରୁ ସରକାରୀ କୃଷି ଅଧିକାରୀ ଶ୍ରୀ ସତ୍ୟପ୍ରକାଶ ବାରିକ ସହିତ ସରକାରୀ ସହକୃଷି ଅଧିକାରୀ ଶ୍ରୀମତୀ ଅଶ୍ଲେଷା ରଥ ମାଡାମ ଚାଷୀଭାଇମାନଙ୍କୁ ବଳଭଦ୍ର ଜୈବିକ ଚାଷକୁ ନେଇ ତାଲିମ ଦେଇଥିଲେ ଏବଂ ଏଠାରେ ଉପସ୍ଥିତ ଥିଲେ ବ୍ରାହ୍ମଣୀଗାଁ ଗ୍ରାମପଞ୍ଚାୟତର ସରପଞ୍ଚ ଶ୍ରୀମତୀ ସଂଯୁକ୍ତା ମଲ୍ଲିକ, କୃଷକ ସାଥୀ ଶ୍ରୀ ସୁନୀଲ କୁମାର ସିଂ ଏବଂ 8 ଗୋଟି ଗ୍ରାମପଞ୍ଚାୟତର ଚାଷୀଭାଇମାନେ। ତେବେ ଦର୍ଶକ ବନ୍ଧୁ, ଆସନ୍ତୁ ପ୍ରଥମେ ଚାଷୀଭାଇମାନଙ୍କ ପ୍ରତିକ୍ରିୟା ଶୁଣିବା। ମୋ ନାଁ ହେଉଛି ବିଘ୍ନେଶ୍ୱର ବେହେରା ଦଳେ। ମୁଁ ଜଣେ କ୍ଷୁଦ୍ର ଚାଷୀ, ବ୍ରାହ୍ମଣୀଆ ବାସିନ୍ଦା ଲୋକ। ଆଜି ସରକାରୀ ତରଫରୁ ଗୋଟେ ପଞ୍ଚାୟତ ଘରେ ଗୋଟେ ବୈଠକ ଥିଲା। ସେଥିରେ ଆମେ ପ୍ରାୟ ଗୋଟେ ଅଲାଞ୍ଜୁରୀ, ବ୍ରାହ୍ମଣୀଆ, ଗଡ଼ମା, ସାଙ୍ଗମାର ଭାଇମାନେ ସବୁ ଆସିଥିଲେ। ବୈଠକରେ ଆମେ ଜୈବିକ ସାର ଉପରେ ଗୋଟେ ଆଲୋଚନା କଲୁ। କିନ୍ତୁ ଚାଷ ଉପରେ ଆସିଲେ ଆଲୋଚନା କଲୁ, କୌଣସି ପ୍ରକାର ଘର ଦ୍ୱାର ଏଠି ସୁବିଧା ଆମକୁ ମିଳୁନି। ଯେହେତୁ ସରକାରୀ ଘର ଯାକ ଅଛନ୍ତି ସେଇଟା ବେସରକାରୀ ହୋଇଯାଇଛି। ସେଇଟା ବାହାରି ଲୋକ ଆସି ସେଇଟା ହୋଟେଲ, କିଏ ବାଟୋଲ, କିଏ ଦୋକାନ ବାଡ଼ି କରି ରହିଛନ୍ତି ସରକାରୀ ଘରରେ। ଠିକ୍ ଅନୁସାରେ ଆମ ବିହନପତ୍ର ମିଳୁନି। ଅଗଷ୍ଟ ମାସ ହେଲା, ଏତେବେଳେ ଆସିକି ଆମକୁ ଯଦି ବୈଠକରେ ବସିକି ଆମକୁ କହିବେ, ହେଲେ ଆମେ କ'ଣ ବା ଏତେବେଳେ ଆମେ ଚାଷ କରିପାରୁ। ତେଣୁକରି ଠିକ୍ ଅନୁସାରେ ଆମକୁ ଯଦି ବିହନପତ୍ର ମିଳିବ, ଆମ ପାଖରେ ଗୋଟେ ଅଫିସ୍ ରହିବ, ସେ ଅଫିସ୍ ସହିତ ଆମେ ଯୋଗାଯୋଗ କରିପାରିବୁ, ତାହେଲେ ଆମେ ଚାଷର ଉପକରଣ ରହିପାରିବୁ। ତେଣୁକରି ଆଗାମୀ ଦିନରେ ଆମକୁ ଏମିତି ଖରାଦିନରେ ଆସିକି ଯଦି ଶିଖେଇବେ, ତାହେଲେ ଆମେ ସମୟ ଦେଲେ ଆମେ ଚାଷ କାମ କରିପାରୁ। ତେଣୁକରି ଆମକୁ ନିହାତି ସେ ଘର ଗୋଟେ ଆବଶ୍ୟକତା ଦରକାର। ଯେ ଗୋଟେ କୃଷିକ ଘର ନାହିଁ, ସେଠି କୌଣସି କୃଷକର ସୁବିଧା ମିଳୁନି, ଯେକୌଣସି ବଳଧର ସୁବିଧା ମିଳୁନି। ଚାଷୀ ଗଲେ ଫେରିକି ଆସୁଛି, ଗୋଖାଦ୍ୟ ମିଳୁନି, କୌଣସି ମଣିଷକୁ ମଧ୍ୟରୁ ସୁବିଧା ସୁଯୋଗ ନାହିଁ। ସେ ଘର ଦ୍ୱାରରେ ସରକାରୀ ଘର, ସେ ସରକାରୀ ଘରରେ ଆସିକି ବାହାରି ଲୋକମାନେ ଘର ଦ୍ୱାର କରିଛି। ତେଣୁକରି ଆମେ ଦାବିପତ୍ର କରୁଛୁ ସରକାରଙ୍କ ପାଖରେ ବା ବିଡିଓଙ୍କ ପାଖରେ ବା ସବୁ ପ୍ରକାର ଲୋକଙ୍କ ପାଖରେ, ସରକାରୀ ପାଖରେ। ତେଣୁକରି ନିହାତି ଆମକୁ ସେ ଘର ହେଲେ ଆମେ ଉପକୃତ ରହିବୁ। କୃଷି ଅଧିକାରୀ ଆସିଥିଲେ, ବହୁତ ବର୍ଷ ପରେ ଆମେ କୃଷି ଅଧିକାରୀକୁ ଦେଖିଲୁ। ତେଣୁକରି ଆମେ ଖୁସି ହେଲୁ। ଯଦ୍ୟପି ଆମର ବ୍ରାହ୍ମଣୀଗାଁ ପଞ୍ଚାୟତରେ ଯଦି କୃଷି ବିଭାଗ ତରଫରୁ ଯେକୌଣସି ଷ୍ଟାଫ୍ ରହିବ ବୋଇଲେ ଆମେ ସବୁ ପ୍ରକାରର ଉନ୍ନତି ପାଇବୁ, ଉପକାର ପାଇବୁ। ତାଙ୍କୁ ସବୁ ବିଷୟବସ୍ତୁ ବୁଝିକି ଆମେ ଯେକୌଣସି ଚାଷବାସ କରିବୁ। ତେଣୁକରି ଆମର ଏଇଠି କୃଷି ଅଧିକାରୀ କି ବା ଯେକୌଣସି ଆମର ଷ୍ଟାଫ୍ ନ ରହିବା ହେତୁ ଆମେ ବହୁତ ଚାଷୀମାନେ ବହୁତ ଅସୁବିଧା ଭୋଗୁଛୁ। କୌଣସି ପ୍ରକାରର ବିହନ ନହେଲେ ଯେକୌଣସି ମାନେ ଜୈବିକ ସାରର ଭଲ ମନ୍ଦ ବିଷୟ କୌଣସି ଆମେ ଉପକାରିତା ପାଇପାରୁନୁ। ଯେଉଁ ଚାଷୀ ଅଛୁ, ଆଜିକୁ ଆମେ କୃଷି ବିଭାଗର ବୋଲିକି କହୁଛୁ, ମାତ୍ର କିନ୍ତୁ କୃଷି କିଛି ତା'ର କୌଣସି ପ୍ରକାର ଆମେ ପାଇପାରୁନୁ। ଏଠି ଆମର ଏଠି ଯେଉଁ ଆଗେ ଥିଲା, ଆଉ ମଧ୍ୟ ନାହାନ୍ତି, ଆଉ ଗାଈ ଗୋରୁ ବି ସେ ଅଛି, ଆଉ ଲୋକମାନେ ସେଠି ବାସ କରୁଛନ୍ତି। ତେଣୁ ଏଠି ଆମେ କୌଣସି ବିହନ ପତ୍ର ପାଇପାରୁନୁ। ତେଣୁ ଏହା ଉପରେ ସରକାର ଯଦି ଧ୍ୟାନ ଦେଲେ ଆମ ପାଇଁ ଟିକେ ଭଲ ହେଇଥାନ୍ତା। ଆପଣମାନେ ଶୁଣୁଥିଲେ ଚାଷୀ ଭାଇଙ୍କ ପ୍ରତିକ୍ରିୟା। ସେମାନେ ବ୍ରାହ୍ମଣୀଗାଁ ଅଞ୍ଚଳରେ କୃଷିକୁ ନେଇ କୃଷି ବିଭାଗ ତରଫରୁ ବିହନ, ସାର ସଠିକ୍ ସମୟରେ ନ ମିଳୁଥିବାରୁ ଏବଂ କୃଷି ଅଫିସ୍ ବର୍ତ୍ତମାନ ଭଗ୍ନାବସ୍ଥାରେ ପଡ଼ିଥିବାରୁ ପ୍ରଶ୍ନ ଉଠାଇଛନ୍ତି। ତେବେ ଦର୍ଶକ ବନ୍ଧୁ, ଆସନ୍ତୁ ଶୁଣିବା ଏ ନେଇ ସରକାରୀ ସହ କୃଷି ଅଧିକାରୀ ଶ୍ରୀମତୀ ଅଶ୍ଲେଷା ରଥ ମାଡାମ କ'ଣ ପ୍ରତିକ୍ରିୟା ରଖିଛନ୍ତି। ରାଜ୍ୟ ସରକାରଙ୍କର ଏଇଟା ଗୋଟେ ପ୍ରମୁଖ ଯୋଜନା, ଆମର ବଳଭଦ୍ର ଜୈବିକ ଚାଷ ମିଶନ, ଯେଉଁଥିରେ ଜୈବିକ ଚାଷକୁ ଆମର ଗୁରୁତ୍ୱାରୋପ କରାଯାଇଛି। ଆମର ଦାରିଙ୍ଗବାଡ଼ି ବ୍ଲକରେ ଚାଷୀମାନଙ୍କର ସାର ଏବଂ କୀଟନାଶକର ପ୍ରୟୋଗ କମ୍ ଥିବାରୁ ଆମର ଏଇ ବ୍ଲକଟାକୁ ସ୍ୱତନ୍ତ୍ର ଭାବରେ ଏହି ସ୍କିମ୍ ଅଣ୍ଡରରେ ନିଆଯାଇଛି। ତେବେ ଆଜିର ଏହି ତାଲିମ ଶିବିରରେ ମୁଁ ପ୍ରତିଟି ଚାଷୀଙ୍କୁ ଅନୁରୋଧ କରିଛି, ସେମାନେ କେମିତି ସାର କିମ୍ବା ବିଷ ନିଜ ଜମିରେ ପ୍ରୟୋଗ ନ କରି ମାଟିର ସ୍ୱାସ୍ଥ୍ୟକୁ ବଜାୟ ରଖନ୍ତୁ ଏବଂ ଜୈବିକ ଉପାୟରେ ହିଁ ଚାଷ କରି ଏହି ସ୍କିମ୍ରେ ଆମର ଅନ୍ତର୍ଭୁକ୍ତ ହୋଇ ସହାୟତା ରାଶି ପାଆନ୍ତୁ, ପ୍ରୋତ୍ସାହନ ମିଳୁ। ତା ସହିତ ତାଙ୍କୁ ଯେମିତି ପ୍ରାମାଣ୍ୟ ପତ୍ର, ଯେଉଁ ସାର୍ଟିଫିକେଟ୍, ଜୈବିକ ଚାଷୀର ସାର୍ଟିଫିକେଟ୍ ମିଳିବ, ସେଥିପାଇଁ ବି ଆମେ ଚାଷୀମାନଙ୍କୁ ଏହି ବିଷୟରେ ଜଣାଇଛୁ। ତେବେ ମୁଁ ଚାହିଁବି ଯେ ସ୍କିମ୍ର ସାଫଲ୍ୟ ସେତେବେଳେ ହୋଇପାରିବ ଯେତେବେଳେ ପ୍ରତିଟି ଚାଷୀ ଏହାକୁ ଗୋଟେ ମୁହିମ ଭାବରେ ନେଇକି ଜୈବିକ ଚାଷକୁ ଗୁରୁତ୍ୱ କରିକି ଚାଷଟି ନିଜ ଜମିରେ କରିବ।
ଲ୍ୟାମ୍ପସ୍ ତରଫରୁ ଧାନ ବିହନ ତ ଆମର ଆସିଛି, ତା ସହିତ ଚାଷୀମାନେ ଯେଉଁମାନେ ରିକ୍ୱାରମେଣ୍ଟ ତାଙ୍କର ଜଣେଇଛନ୍ତି ଯେ ଆଉ ବିହନ ତାଙ୍କୁ ଯାହା ବି ଦରକାର, ମୁଁ ଲ୍ୟାମ୍ପ ସହିତ ଆଜି କଥା ହେଇକି ଯିବି, ତାଙ୍କର ସେହି ହିସାବରେ ତାଙ୍କୁ ବିହନ ଯୋଗାଯିବ। ଆମର ଲ୍ୟାମ୍ପସର MD ତା ସହିତ ତାଙ୍କର ଅନ୍ୟାନ୍ୟ କର୍ମକର୍ତ୍ତା ଯେଉଁମାନେ ଅଛନ୍ତି ପ୍ରତିଟି ଜଣଙ୍କୁ ଚାଷୀଙ୍କର ଯାହା ବି ଅଭିଯୋଗ ରହିଛି ତାକୁ ଜଣାଯିବ। ଚାଷୀମାନଙ୍କୁ କେମିତି ଉପଯୁକ୍ତ ବିହନ ଦିଆଯିବ ସେଇଟା କୃଷି ବିଭାଗର ଦାୟିତ୍ୱ, ସେଇଟାକୁ ନିଶ୍ଚିତ ଭାବରେ ନିର୍ବାହ କରାଯିବ। ଆମର ପ୍ରଥମତଃ ଏଇଠି ଯେଉଁ ଅଫିସ୍ ଆପଣମାନେ କହୁଛନ୍ତି ଯେଉଁଟା ଭଙ୍ଗରୁଜା ହେଇଯାଇଛି ତା ସମ୍ପର୍କରେ ଆମର ହାୟର ଅଥରିଟିଙ୍କୁ ଆମେ ଲେଖିକି ବି ଦେଇଛୁ। ଏ ଜିନିଷଟା ଆମେ ତହସିଲଦାରଙ୍କୁ ମଧ୍ୟ ଜଣେଇଛୁ, ଯେହେତୁ ତାଙ୍କର ବି ଏଥିରେ ରୋଲ୍ ଅଛି। ତା ସହିତ ଅଧିକାରୀ ଯେଉଁଟା ଆପଣ କହୁଛନ୍ତି କୃଷି ଅଧିକାରୀ ରହୁନାହାନ୍ତି, ଆମର ଷ୍ଟାଫ୍ମାନଙ୍କର ଯେହେତୁ ସର୍ଟେଜ୍ ରହିଛି, ପ୍ରତିଟି ଷ୍ଟାଫ୍କୁ 5ରୁ 6ଟା ପଞ୍ଚାୟତ ଦିଆଯାଇଛି। ତେଣୁ ପ୍ରତିଟି ପଞ୍ଚାୟତର ଚାଷୀ ଆମ ପାଇଁ ସମାନ। ତେଣୁ ପ୍ରତିଟି ପଞ୍ଚାୟତର ଚାଷୀଙ୍କୁ ଯାଇକି এই ସ୍କିମ୍ ବିଷୟରେ ବୁଝେଇବା, ତା ସହିତ ଅନ୍ୟ ଯୋଜନା ବିଷୟରେ ମଧ୍ୟ ଅନ୍ତର୍ଭୁକ୍ତ କରାଇବା ଆମର ଦାୟିତ୍ୱ। ତେଣୁ ପରବର୍ତ୍ତୀ ଅବସ୍ଥାରେ এই ଜିନିଷଟା ହାୟର ଅଥରିଟିଙ୍କୁ ଜଣାଯିବ, ତା ସହିତ ଏଟାକୁ କେମିତି ସମାଧାନ କରାଯିବ ସେ ବିଷୟରେ ମଧ୍ୟ ଆମେ କଥା ହେବୁ। ଜୈବିକ ପ୍ରଣାଳୀ ଉପରେ ଆଜି ଯେଉଁ ଆମକୁ ଯେଉଁ ଏ ଶିବିର ଉପରେ ଯେଉଁ ଥିଲା ତାଲିମ ଦିଆଯାଇଥିଲା ଅତି ଉତ୍ତମ ଭାବରେ ଦିଆଯାଇଥିଲା। ଆଉ ଆମେ ମଧ୍ୟ ଉପଲବ୍ଧି କଲୁ ଯେ ଅତି ସୁନ୍ଦର ଭାବରେ ମ୍ୟାଡ଼ାମ୍ ଆଉ ତାଙ୍କର ଷ୍ଟାଫ୍ ଆସିକି ପୁରା ଭଲ ଭାବରେ ସେ ଆମକୁ ବୁଝେଇଥିଲେ। ଆଉ ଚାଷୀମାନେ ମଧ୍ୟ ଚାହିଁଲେ ଯେ ଆମେ ଯେଉଁଟା କୀଟନାଶକ ଜିନିଷ ଗୁଡ଼ା ବ୍ୟବହାର କରୁଥିଲୁ ବର୍ତ୍ତମାନ ଆମେ ଛାଡ଼ିକି ଆମେ ଜୈବିକ ପ୍ରଣାଳୀରେ ଆମେ ଯେମିତି ଚାଷ କରିବା। କିନ୍ତୁ ଗୋଟେ ଆମମାନଙ୍କୁ ଚାହୁଁଛୁ ଆମେ ଏ 8ଗୋଟି ପଞ୍ଚାୟତର ଲୋକ ବ୍ରାହ୍ମଣୀ ଗାଁରେ ଆଗରୁ ଥିଲା ଯେମିତି ଗୋଟେ ଏଗ୍ରିକଲଚର ଅଫିସ୍ ଯେଉଁ ଥିଲା ତାକୁ ଭଙ୍ଗାରୁଞ୍ଜା କରିକି କିଏ କେଉଁଠି ଭଡ଼ା ଫଡ଼ା ହେଇକି ସେ ଅଛନ୍ତି। ଏଇଠି ଗୋଟେ ଷ୍ଟାଫ୍ ଆସିକି ରହିଲେ ଆମେ ଯେ ବିହନ ପତ୍ର କିମ୍ବା ଅନ୍ୟାନ୍ୟ ଜିନିଷ ଏଗ୍ରିକଲଚରର ଆମେ ଯେହେତୁ ଆମେ ଚାହୁଁଛୁ ଏଇଠି ସେ ଘରଟା ତିଆରି କରି ଗୋଟେ ଷ୍ଟାଫ୍ଟାକୁ ଦିଆଯାଉ ଆଉ ଜୈବିକ ପ୍ରଣାଳୀରେ ଆମେ ଏଇଠି ଚାଷବାସ ଆମେ କରିବୁ।